ଟିକେ ସବୁବେଳେ ଆପଣ ଏମିତି ଦୃଷ୍ଟିକୋଣକୁ ନେଇକି ଅନେକ କଥା କୁହନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ଗୋଟେ ଭିନ୍ନ ଦୃଷ୍ଟିକୋଣ ହେବା କଥା ଯାହାକି ଗୋଟେ ଭିନ୍ନ ପରିଚୟ ଥାଏ। ଆପଣ ସାମ୍ବାଦିକତା କେଉଁ ଦୃଷ୍ଟିକୋଣ ଦେଖୁଛନ୍ତି ବର୍ତ୍ତମାନର ସାମ୍ବାଦିକତା? ବର୍ତ୍ତମାନ ଗୋଟେ ଟ୍ରାଡିସନାଲ ପ୍ୟାଟର୍ନର ପରିବର୍ତ୍ତନ ହେଉଛି। ଡେମୋକ୍ରାସିର ପରିଭାଷା ବଦଳି ଯାଉଛି। ସାମ୍ବାଦିକତା ଯାହା ଥିଲା ସେଇଆ ନାହିଁ। କେଉଁଠି ନା କେଉଁଠି ମୋତେ ଲାଗୁଛି ଯେ ଗୋଟେ ପରିବର୍ତ୍ତନକୁ ଆପଣଙ୍କୁ ସ୍ୱୀକାର କରିବାକୁ ପଡ଼ିବ। କାରଣ ଆପଣ କୁହନ୍ତୁ, ମୁଁ ହୁଏ, ଆମେ ସମସ୍ତେ ଗୋଟେ ଗୋଟେ ବ୍ୟକ୍ତି, ଏ ବ୍ୟବସ୍ଥା ଠାରୁ ଆମେ ଉର୍ଦ୍ଧ୍ୱରେ ନୁହନ୍ତି। ତେଣୁ ଇଏ ଭଲ ହେଉଛି କି ଖରାପ ହେଉଛି ଇତିହାସ ଏହାର ସାକ୍ଷୀ ରହିବ। କିନ୍ତୁ ଗୋଟେ ପ୍ୟାଟର୍ନ ବଦଳୁଛି, ଗୋଟେ ଟ୍ରାଡ଼ିସନ୍ ବଦଳୁଛି। ଇଣ୍ଡିଆ ଭଳିଆ ଗୋଟେ ଡାଇଭର୍ସ କଣ୍ଟ୍ରିର ନେଚର ବଦଳି ଯାଉଛି। ପଲିଟିକାଲ ସିଷ୍ଟମରେ ପରିବର୍ତ୍ତନ ଆସୁଛି, ଆଉ ସାମ୍ବାଦିକତାରେ ପରିବର୍ତ୍ତନ ଆସୁଛି। ପରେ ମୁଁ କେବଳ ଗୋଟିଏ କଥା ଭାବେ, ବୋଧହୁଏ ଏଇ ପୃଥିବୀ ଭିତରେ ଭାରତ ଭଳି ଗୋଟିଏ ଦେଶରେ ଗୋଟେ ନୂଆ ଏକ୍ସପେରିମେଣ୍ଟ ବର୍ତ୍ତମାନ ଚାଲିଛି। ଏ ନୂଆ ଏକ୍ସପେରିମେଣ୍ଟକୁ ଲୋକ କେଉଁଠି ନା କେଉଁଠି ତାକୁ ସ୍ୱୀକାର କରିନେଉଛନ୍ତି। କାରଣ କ'ଣ ହେଉଛି? ଯଦିଓ ବୁଦ୍ଧିଜୀବୀମାନେ ବହୁତ ବ୍ୟସ୍ତ ହେଉଛନ୍ତି ଭାରତ ବର୍ଷରେ ଡେମୋକ୍ରାସି ପଳେଇଲା ପରେ, କିନ୍ତୁ କେଉଁ କାରଣରୁ ଲୋକ ଭୋଟ ଦେଉଛନ୍ତି ଏବଂ କେଉଁ କାରଣରୁ ବ୍ୟବସ୍ଥାରେ ପରିବର୍ତ୍ତନ ଚାହୁଁନାହାନ୍ତି ଓଡ଼ିଶା କ୍ଷେତ୍ରରେ, ତା ଉପରେ ଅଧିକ ଗବେଷଣା ଚାଲେ। ଯେ 23 ବର୍ଷ ଧରି ଗୋଟିଏ ସରକାର ଅଛି, ଆଣ୍ଟି ଇନକମ୍ବେନ୍ସି ଫ୍ୟାକ୍ଟର ସେଠି ଲାଗୁନି, ସରକାରୀ ବିରୋଧୀ ମନୋଭାବ ତିଆରି ହେଉନି ଲୋକଙ୍କ ଭିତରେ। ତା ପଛରେ କାରଣ କ'ଣ ଥାଏ? ଆପଣ ଯଦି ଓଡ଼ିଶାର ହିଷ୍ଟ୍ରିକୁ ଦେଖିବେ, 60s, 70s, 80s ଭିତରେ ଅସ୍ଥିରତା ଲାଗି ରହିଥିଲା। ସରକାର ପରେ ସରକାର ଭାଙ୍ଗୁଥିଲା, ସ୍ଥିର ସରକାର ନଥିଲା। କିନ୍ତୁ ଆପଣ 2000 ମସିହା ପରଠାରୁ ଦେଖିବେ ଓଡ଼ିଶାରେ ବଡ଼ ଧରଣର ସ୍ଥିରତା ଆସିଛି। ଏତେ ସ୍ଥିରତା ଯେ ସାରା ଭାରତବର୍ଷକୁ ଆଚମ୍ବିତ କରୁଛି ଯେ ଏତେ ବଡ଼ ସ୍ଥିର ସରକାର କେମିତି ସମ୍ଭବ ହେଲା। ତା ପଛର କାରଣ, ଯେଉଁ ରାଜ୍ୟରେ ଏତେ ଅସ୍ଥିରତା ଥିଲା ହଠାତ୍ ଏତେ ସ୍ଥିରତା, କାମ୍ ଆଣ୍ଡ କ୍ୱାଇଟ୍, ଅପୋଜିସନ୍ ଦୁର୍ବଳ, ସେଭଳି କିଛି ବଡ଼ ଧରଣର ବିରୋଧାଭାସ ନାହିଁ ଏବଂ ସରକାରର ଲୋକପ୍ରିୟତା କମୁନି। ଏ କାହିଁକି ଘଟୁଛି? ଇଏ ତ ହେଉଛି ଦୁନିଆର ସବୁଠାରୁ ବଡ଼ କଥା। ଓ ସେହି ଅନୁସାରେ ସାମ୍ବାଦିକତାର ପରିଭାଷା ବି ବଦଳେ। ଲୋକ ଯାହା ଚାହିଁବେ ସାମ୍ବାଦିକ ସେୟା କରିବେ। ଆମେ ଲୋକଙ୍କ ଠାରୁ ଉର୍ଦ୍ଧ୍ୱରେ ହେଉ। ଲୋକଙ୍କର ମନୋଭାବରେ କାହିଁକି ପରିବର୍ତ୍ତନ ହେଉନି? ନାରେଟିଭ୍ କାହିଁକି ଚେଞ୍ଜ ହେଉନି? ଆଉ ପରେ ଆପଣ ବି ସାମ୍ବାଦିକତାର ଛାତ୍ରୀ ହିସାବରେ ଗବେଷଣା କରନ୍ତୁ। କ'ଣ କାରଣ ବର୍ତ୍ତମାନ ଚାଲିଛି? ଗୋଟେ ଅସ୍ଥିରତା ଲାଗି ରହିଥିବା ରାଜ୍ୟରେ, ରାଜନୈତିକ ଅସ୍ଥିରତା ଲାଗି ରହିଥିବା ରାଜ୍ୟରେ ହଠାତ୍ ଏତେ ସ୍ଥିରତା କାହିଁକି ଆସିଲା? ତେଣୁ ସାମ୍ବାଦିକତାର ପରିଭାଷା ବଦଳିଯିବାଟା ସ୍ୱାଭାବିକ। ଏ କ୍ଷେତ୍ରରେ ସମୟ ଅନୁସାରେ ବଦଳିଯିବ। ଜାନକୀ ବାବୁଙ୍କ ସମୟରେ ଯେଉଁ ସାମ୍ବାଦିକତା ଥିଲା, ନବୀନ ପଟ୍ଟନାୟକଙ୍କ ସମୟରେ ସେ ସାମ୍ବାଦିକତା ନାହିଁ, ବଦଳି ଯାଇଛି। ସାମ୍ବାଦିକତାର ପରିଭାଷା କାହିଁକି ବଦଳିଛି? ଆଉ ତାର ସିଧାସଳଖ ପ୍ରଭାବ ପଡ଼ୁଛି ଯେ ଲୋକଙ୍କ ଚିନ୍ତାଧାରାରେ ଗୋଟେ ବଡ଼ ପରିବର୍ତ୍ତନ।